ସମସ୍ତଙ୍କୁ ସ୍ୱାଗତ ଶିକ୍ଷା 24/7 ଓଡ଼ିଆ ଏଜୁକେସନ୍ ଚ୍ୟାନେଲକୁ। ଜିଲ୍ଲା ଗୃହରକ୍ଷୀ କାର୍ଯ୍ୟାଳୟ ଝାରସୁଗୁଡ଼ା। ଝାରସୁଗୁଡ଼ା ଜିଲ୍ଲା ଗୃହରକ୍ଷୀ ସଂଗଠନରେ ଗୃହରକ୍ଷୀ ନିଯୁକ୍ତି ନିମନ୍ତେ ବିଜ୍ଞାପନ। ବିଜ୍ଞାପନ ପତ୍ର ସଂଖ୍ୟା 90। ଗୃହରକ୍ଷୀ ତାରିଖ ରହିଛି 3/5/2025। ଶ୍ରୀମାନ ମହାସମାଦେଷ୍ଟା ଗୃହରକ୍ଷୀ ବାହିନୀ ଓଡ଼ିଶା କଟକଙ୍କ ଚିଠି ସଂଖ୍ୟା 559। ଗୃହରକ୍ଷୀ ତାରିଖ 21/2/2025 ଅନୁଯାୟୀ ଝାରସୁଗୁଡ଼ା ଜିଲ୍ଲା ପାଇଁ ମୋଟ 62 ଗୋଟି ଗୃହରକ୍ଷୀ ପଦବୀ ପୂରଣ ନିମନ୍ତେ ପୂର୍ବରୁ ବିଜ୍ଞାପନ ପତ୍ର ସଂଖ୍ୟା 51 ଗୃହରକ୍ଷୀ ତାରିଖ 24/2/2025 ଆବେଦନ କରିବା ନିମନ୍ତେ ଆହ୍ୱାନ କରାଯାଇଥିଲା। ବର୍ତ୍ତମାନ ଓଡ଼ିଶା ସରକାର ଝାରସୁଗୁଡ଼ା ଜିଲ୍ଲା ପାଇଁ 40 ଗୋଟି ନୂତନ ଗୃହରକ୍ଷୀ ପଦବୀ ମଞ୍ଜୁର କରିଥିବା ହେତୁ ପୁନର୍ବାର ଇଚ୍ଛୁକ ପ୍ରାର୍ଥୀ ଓ ପ୍ରାର୍ଥିନୀମାନେ ନିର୍ଦ୍ଧାରିତ ଫର୍ମ ଏ ଓଡ଼ିଶା ଗୃହରକ୍ଷୀ ନିୟମ 1962ର ଫର୍ମ ଏ ରେ ଦରଖାସ୍ତ ଆବେଦନ କରିବା ପାଇଁ ଆହ୍ୱାନ କରାଯାଉଅଛି। ଯେଉଁ ପ୍ରାର୍ଥୀ ପ୍ରାର୍ଥିନୀମାନେ ପୂର୍ବରୁ ହୋଇଥିବା ବିଜ୍ଞାପନ ଅନୁଯାୟୀ ଆବେଦନ କରିଛନ୍ତି ସେମାନେ ପୁନର୍ବାର ଆବେଦନ କରିବା ଆବଶ୍ୟକ ନାହିଁ। ପୂର୍ବରୁ ଯେଉଁମାନେ ମୋଟ 62 ଗୋଟି ପାଇଁ ଯେଉଁମାନେ ଫର୍ମ ପୂରଣ କରିଥିଲେ ପୁନର୍ବାର ସେମାନେ ଆବେଦନ କରିବା ଆବଶ୍ୟକ ନାହିଁ। ଇଚ୍ଛୁକ ପ୍ରାର୍ଥୀ ପ୍ରାର୍ଥିନୀମାନେ ଆବେଦନ ପତ୍ର ସିଧାସଳଖ ସମଦେଷ୍ଟା ଗୃହରକ୍ଷୀ ବାହିନୀ ବା ଡିଷ୍ଟ୍ରିକ୍ଟ ପୋଲିସ ଅଫିସ ଝାରସୁଗୁଡ଼ାଙ୍କ କାର୍ଯ୍ୟାଳୟରେ ତାରିଖ 8/5/2025 ସକାଳ 7 ଘଟିକା ଠାରୁ ତାରିଖ 17/5/2025 ଅପରାହ୍ନ 1 ଘଟିକା ଯାଏଁ ଦାଖଲ କରିପାରିବେ। ନିଯୁକ୍ତି ପରୀକ୍ଷା କେଉଁଠାରେ ଏବଂ କେବେ ଅନୁଷ୍ଠିତ ହେବ ଏହା ଆବେଦନକାରୀମାନେ ନିକଟସ୍ଥ ଥାନା ଫାଣ୍ଡି ଏବଂ ସମଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟରୁ ବୁଝିପାରିବେ। କମ୍ପ୍ୟୁଟର ଜ୍ଞାନ, ଗାଡ଼ି ଚାଳନା ଜ୍ଞାନ, ରୋଷେଇ ଜ୍ଞାନ, ବିଦ୍ୟୁତ୍ ମିସ୍ତ୍ରୀ ଜ୍ଞାନ, ପାଇପ୍ ମିସ୍ତ୍ରୀ ଜ୍ଞାନ ଓ ଅନ୍ୟାନ୍ୟ କ୍ଷେତ୍ରରେ ଦକ୍ଷତା ଜ୍ଞାନ ଥିବା ବ୍ୟକ୍ତିମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ଅଗ୍ରାଧିକାର ଦିଆଯିବ। ମୋଟ ଖାଲି ଥିବା ଗୃହରକ୍ଷୀ ପଦବୀ ସଂଖ୍ୟା 101। ପୂର୍ବରୁ 62 ଗୋଟି ଏବଂ ଏବେ ବର୍ତ୍ତମାନ କେତେ ଅଛି? 40 ଗୋଟି। ଟୋଟାଲ 102 ଗୋଟି ପଦବୀ। ଯଦି ଆବେଦନକାରୀଙ୍କ ସଂଖ୍ୟା ଉପଲବ୍ଧ ଖାଲି ପଦବୀ ଠାରୁ ଅଧିକ ହୁଏ ତେବେ ଆବେଦନକାରୀଙ୍କୁ କିଛି ଚୟନ ପରୀକ୍ଷା ସାକ୍ଷାତକାରର ସମ୍ମୁଖୀନ ହେବାକୁ ପଡ଼ିବ। ଗୃହରକ୍ଷୀ ସେବା ସ୍ଥାୟୀ ଚାକିରି ନୁହେଁ। ଏହା ଏକ ସ୍ୱେଚ୍ଛାକୃତ ସେବା ଏବଂ 3 ବର୍ଷର କାର୍ଯ୍ୟକାଳ ପାଇଁ ନିଯୁକ୍ତି ଶୃଙ୍ଖଳା ବହିଷ୍କାର ଏବଂ ଅନ୍ୟାନ୍ୟ ନିୟମ ଏବଂ ସର୍ତ୍ତାବଳୀ ଓଡ଼ିଶା ଗୃହରକ୍ଷୀ ଆଇନ 1962 ଏବଂ ଓଡ଼ିଶା ଗୃହରକ୍ଷୀ ନିୟମ 1962 ଏବଂ ସାର୍କୁଲାର ଅର୍ଡର ନମ୍ବର 1/2025 ଦ୍ୱାରା ନିୟନ୍ତ୍ରିତ ହେବା। ଆବେଦନ ଫର୍ମଗୁଡ଼ିକୁ ଏହି ଜିଲ୍ଲାର ସମସ୍ତ ଥାନା ଫାଣ୍ଡି ଓ ସମଦେଷ୍ଟା ଗୃହରକ୍ଷୀ ବାହିନୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ। ବର୍ତ୍ତମାନ ଦେଖିବା ପୋଷାକ ଭତ୍ତା। ରାଜ୍ୟ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଭତ୍ତା କାର୍ଯ୍ୟ ଦିବସ ହିସାବରେ ପ୍ରଦାନ କରାଯିବ। ବର୍ତ୍ତମାନ ଦେଖିବା ଯୋଗ୍ୟତା। 1 ନମ୍ବରରେ ଦେଇଛି ଆବେଦନକାରୀ ଜଣେ ଭାରତୀୟ ନାଗରିକ ହୋଇଥିବେ। 2 ନମ୍ବରରେ ଦେଇଛି ଆବେଦନକାରୀ ଅତି କମରେ 5ମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବେ। 3 ନମ୍ବରରେ ଦେଇଛି ଆବେଦନକାରୀ ଓଡ଼ିଆ ଭାଷା ପଢ଼ି ଲେଖି ଏବଂ କହିପାରୁଥିବେ। 4 ନମ୍ବରରେ ଦେଇଛି ଆବେଦନକାରୀ ସୁସ୍ଥ ଉତ୍ତମ ଶରୀର ଏବଂ ଶରୀରର ଦୁର୍ବଳତା ମୁକ୍ତ ହୋଇଥିବା ଆବଶ୍ୟକ। 5 ନମ୍ବର ଦେଇଛି ଆବେଦନକାରୀ ବୟସ 1/1/2025 ସୁଦ୍ଧା 20 ବର୍ଷରୁ କମ୍ କିମ୍ବା 60 ବର୍ଷରୁ ଉର୍ଦ୍ଧ୍ୱ ହୋଇନଥିବ।
6 ନମ୍ବରରେ ଦେଇଛି ଆବେଦନକାରୀଙ୍କ ଚରିତ୍ର ଭଲ ହେବା ଉଚିତ ଏବଂ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ବିଚାରାଧୀନ ନଥିବ। 7 ନମ୍ବରରେ ଦେଇଛି ବହିଷ୍କୃତ ଗୃହରକ୍ଷୀ କିମ୍ବା ଇସ୍ତଫା ଦେଇଥିବା ଗୃହରକ୍ଷୀ ମଧ୍ୟ ଆବେଦନ କରିପାରିବେ। ବର୍ତ୍ତମାନ ଦେଖିବା ଆବେଦନକାରୀଙ୍କ ଫର୍ମ ସହିତ ଏହିସବୁ ପ୍ରମାଣପତ୍ର ସଂଲଗ୍ନ କରିବାକୁ ପଡ଼ିବ। 1 ନମ୍ବରରେ ଦେଇଛି ଆବାସିକ ଓ ଜାତିଗତ ପ୍ରମାଣପତ୍ର। 2 ନମ୍ବରରେ ଦେଇଛି ବୟସ ଏବଂ ଶିକ୍ଷାଗତ ଯୋଗ୍ୟତାର ପ୍ରମାଣପତ୍ର। 3 ନମ୍ବର ଦେଇଛି 4 ଗୋଟି ପାସପୋର୍ଟ ଆକାରର ଫଟୋ। 4 ନମ୍ବର ଦେଇଛି ବୈଷୟିକ ଦକ୍ଷତା ପ୍ରମାଣପତ୍ର ନକଲ ଯଦି ଥାଏ। 5 ନମ୍ବରରେ ଦେଇଛି ପରିଚୟ ପ୍ରମାଣପତ୍ର ସ୍ୱରୂପ ଆଧାର କାର୍ଡ଼ କିମ୍ବା ଭୋଟର କାର୍ଡ଼। ଏଇଠି ଅଫିସ ଯୋଗାଯୋଗ ନମ୍ବର ଦେଇଛି, କଲ୍ କରି ଅଧିକ ଜାଣିପାରିବେ।